ଦଶାହରେ କାହିଁକି ପୁରୁଷ ହୁଅନ୍ତି ଲଣ୍ଡା? କାରଣ ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ। ମୃତ୍ୟୁ ପରେ ମୃତକଙ୍କ ପରିବାରରେ ପୁରୁଷମାନେ କାହିଁକି ହୁଅନ୍ତି ଲଣ୍ଡା? ଏହା ପଛରେ କ'ଣ ରହିଛି ପ୍ରକୃତ କାରଣ ଜାଣନ୍ତୁ। ଆମ ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଓ ପରମ୍ପରା ରହିଛି। ସେଥିପାଇଁ ଘରେ କେହି ମରିଗଲେ ମୃତକଙ୍କ ଆତ୍ମଶାନ୍ତି ପାଇଁ ଅନେକ କ୍ରିୟା ପାଳନ କରାଯାଏ। ମୃତ୍ୟୁ ପରଠାରୁ 13 ଦିନ ଯାଏଁ ଏହା ପାଳନ କରାଯାଏ। ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା, ଯେଉଁ ପରମ୍ପରା କେବଳ ପୁରୁଷମାନଙ୍କ ପାଇଁ ହୋଇଥାଏ। ଯଦି ପରିବାରର ଜଣେ ସଦସ୍ୟ ମରିଯାଏ ତେବେ ସେହି ପରିବାରର ପୁରୁଷ ସଦସ୍ୟମାନେ ଚୁଟି କାଟିଥାନ୍ତି। ଏହାର କାରଣ ଓ ମହତ୍ତ୍ୱ ସମ୍ପର୍କରେ ଗରୁଡ଼ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି। କିନ୍ତୁ ଏଭଳି କରାଯାଏ କାହିଁକି, ଏହା ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣାଅଛି। କୁହାଯାଏ ମୃତ୍ୟୁ ପରେ ଆତ୍ମା ପରିବାରର ସଦସ୍ୟଙ୍କ ସହ ଜଡ଼ିତ ରହିଥାଏ। ଯେଉଁମାନେ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ପାଇଁ ଘାଟକୁ ଯାଆନ୍ତି, ଆତ୍ମା ସେମାନଙ୍କ ଚାରିପାଖରେ ଘୂରି ବୁଲନ୍ତି ଏବଂ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି। କୁହାଯାଏ କେଶ ହିଁ ଏକମାତ୍ର ଜିନିଷ ଯାହା ପିଲା ମା ଗର୍ଭରୁ ନେଇ ଆସିଥାଏ, ଆଉ ଏହାକୁ ଦାନ କରି ହିଁ ସେ ମୃତ ବ୍ୟକ୍ତିଙ୍କ ପ୍ରତି ତାଙ୍କର ସ୍ନେହ ଆଉ ସମ୍ମାନ ଜଣାଇଥାନ୍ତି। ଆହୁରି ମଧ୍ୟ ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେତେବେଳେ ଘରେ ଏକ ଶିଶୁ ଜନ୍ମ ହୁଏ ସେତେବେଳେ ଘରେ 21 ଦିନ ପାଳନ କରାଯାଏ। ସେହିଭଳି ଯେତେବେଳେ ପରିବାରର କେହି ମରିଯାଏ ଘରେ ଶୁଦ୍ଧି କାର୍ଯ୍ୟ କରାଯାଏ ଆଉ ଏହି ସମୟରେ ମୁଣ୍ଡନ କରାଯାଏ। ଏହି ସମୟରେ ସମଗ୍ର ପରିବାର ଅଶୁଦ୍ଧି ବୋଲି ବିବେଚନା କରାଯାଏ। ପୁରୁଷ ସଦସ୍ୟମାନେ କେଶ କାଟି ଶୁଦ୍ଧି ହୋଇଥାନ୍ତି। ବିଶ୍ୱାସ କରାଯାଏ ଯେ କେଶ କାଟିବା ପରେ ହିଁ ତାଙ୍କର ପାପ ଶେଷ ହୁଏ। ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କ ପାଇଁ ବହୁତ କିଛି କରିଥାନ୍ତି ଆଉ ଏହି କେଶ ଦାନ ମୃତକଙ୍କ ଦ୍ୱାରା ପରିବାର ସଦସ୍ୟଙ୍କ ପାଇଁ କରାଯାଇଥିବା ବଳିଦାନକୁ ସୂଚାଏ। ତ ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ତ ନେକ୍ସଟ ଦେଖାବା ଆଉ ଗୋଟେ ବହୁତ ସୁନ୍ଦର ଟପିକ୍ ଉପରେ। ମୁଁ ନିଶ୍ଚୟ ଭଲ ଭିଡ଼ିଓ ଆଣିବି। ଥ୍ୟାଙ୍କସ୍ ଫର୍ ୱାଚିଂ। ତ ସେତେବେଳେ ପର୍ଯ୍ୟନ୍ତ ମୋ ଚ୍ୟାନେଲ ଯୋଡ଼ିକି ରୁହନ୍ତୁ। ବାଏ।